ଆମେରିକୀୟ ସୈନ୍ୟ ସାର୍କ ଖାଦ୍ୟ ଭାବରେ ହେବେ ପରିପୂର୍ଣ୍ଣ। ଇରାନ କେଉଁ ଦେଶକୁ 20ଟି ତେଲ ଟ୍ୟାଙ୍କର ପଠାଉଛି? ଖାର୍ଗ ଦ୍ୱୀପ ଉପରେ ଆକ୍ରମଣ କରିବାକୁ ମିଳିଲା ଧମକ। ଖାର୍ଗ ଦ୍ୱୀପରେ ଇରାନର ପ୍ରାୟ 90% ତୈଳ ରପ୍ତାନି ଉତ୍ପନ୍ନ ହୁଏ। ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆଉ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ଇସ୍ରାଏଲ ପକ୍ଷରୁ ଲଢୁଥିବା ଆମେରିକା ଏବେ କିଛି ଦିନ ପାଇଁ ଯୁଦ୍ଧ ନିଜ ପକ୍ଷରୁ ବନ୍ଦ କରିଦେଇଥିବା ଖବର ଶୁଣିବାକୁ ମିଳୁଥିବା ବେଳେ କିନ୍ତୁ ଏହାରି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଅସାଧାରଣ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଇରାନ ଆମେରିକାକୁ 20ଟି ତେଲ ଟ୍ୟାଙ୍କର ପଠାଉଛି। ତେବେ ଏହି ତେଲ ଟ୍ୟାଙ୍କର ଗୁଡ଼ିକ କାଲି ପରିବହନ ପାଇଁ ବାହାରିବ ବୋଲି କୁହାଯାଉଛି। କିନ୍ତୁ ପୂର୍ବରୁ ଟ୍ରମ୍ପ 10ଟି ତେଲ ଟ୍ୟାଙ୍କର ଇରାନ ପଠାଉଛି ବୋଲି କହିଥିଲେ। ସବୁଠାରୁ ବଡ଼ କଥା ହେଉଛି କି ଏହି ଜାହାଜ ଗୁଡ଼ିକ ହର୍ମୁଜ ପ୍ରଣାଳୀ ରାସ୍ତା ଦେଇ ଆମେରିକା ଯିବ। କିନ୍ତୁ ଆମେ ଏହା ମଧ୍ୟ ଜାଣିଛନ୍ତି କି ଏହି ରାସ୍ତାରେ ପୂର୍ବରୁ ଇରାନ ଯୁଦ୍ଧ ପାଇଁ ସମୁଦ୍ରରେ ଅନେକ ଲ୍ୟାଣ୍ଡମାଇନ ଖଞ୍ଜି ରଖିଛି। ଫଳରେ ଅନେକ ଦେଶର ଜାହାଜ ଏଠାରେ ଅଟକି ରହିଛନ୍ତି। ଆଉ ଏହି ସାମୁଦ୍ରିକ ରାସ୍ତା ଦେଇ ଜାହାଜ ଅତିକ୍ରମ କରି ଯିବାକୁ ହେଲେ ସେମାନଙ୍କୁ ପ୍ରଥମେ ଇରାନ ଠାରୁ ଅନୁମତି ନେବାକୁ ପଡ଼ିବ। ଆଉ ଯଦି ବିନା ଅନୁମତିରେ ଯିବାକୁ ଚେଷ୍ଟା କେଉଁ ଦେଶର ଜାହାଜ କରେ ତେବେ ଇରାନ ସେନାବାହିନୀ ସେହି ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବ। ଯେପରି ନିକଟ ଅତୀତରେ ପାକିସ୍ତାନର ଏକ ତେଲ ଟ୍ୟାଙ୍କର ଜାହାଜକୁ ଇରାନ ଧ୍ୱଂସ କରିଥିଲା, ଠିକ୍ ସେହିପରି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି ଯଦି ପ୍ରକୃତରେ ଇରାନ ଏପରି ଲ୍ୟାଣ୍ଡମାଇନ ଖଞ୍ଜି ରଖିଛି ତେବେ ଆମେରିକା କହିବା ଅନୁସାରେ ଇରାନ ସମ୍ମାନର ଇଙ୍ଗିତ ଭାବରେ ଏହି ପଦକ୍ଷେପ ନେଇଛି। ଟ୍ରମ୍ପ କହିଛନ୍ତି ଯେ ଏଗୁଡ଼ିକ ହେଉଛି ବୃହତ୍ ତୈଳ ବୋଝେଇ ଜାହାଜ ଯାହା ହର୍ମୁଜ ପ୍ରଣାଳୀ ଦେଇ ଆମେରିକା ଅଭିମୁଖେ ଯାତ୍ରା କରୁଛି। ତାଙ୍କ ଅନୁସାରେ ଆମେରିକା ଏହି ଆଲୋଚନାରେ ଅତ୍ୟନ୍ତ ଦୃଢ଼ ସ୍ଥିତ ରଖିଛି। ତଥାପି ଏହି ଚୁକ୍ତି ଗ୍ୟାରେଣ୍ଟି ନୁହେଁ ବୋଲି ସ୍ୱୀକାର କରିବା ସହିତ ସେ ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଏକ ଚୁକ୍ତି ଶୀଘ୍ର ହୋଇପାରିବ। ଏହି ସମୟରେ ସେ ପୁଣି ଥରେ ଖାର୍ଗ ଦ୍ୱୀପ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। କଠୋର ଆଭିମୁଖ୍ୟ ଗ୍ରହଣ କରି ଟ୍ରମ୍ପ କହିଛନ୍ତି ଯେ ଆମେରିକା ଖାର୍ଗ ଦ୍ୱୀପର ନିୟନ୍ତ୍ରଣ ହାସଲ କରିବାର ବିକଳ୍ପ ଉପରେ ସକ୍ରିୟ ଭାବରେ ବିଚାର କରୁଛି। ଏହା ସେହି ଦ୍ୱୀପ ଯେଉଁଠାରୁ ଇରାନର ପ୍ରାୟ 90% ତୈଳ ରପ୍ତାନି ଉତ୍ପନ୍ନ ହୁଏ। ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ ଯଦି ଏପରି ପଦକ୍ଷେପ ନିଆଯାଏ ତେବେ ଆମେରିକାକୁ ସେଠାରେ ଦୀର୍ଘକାଳୀନ ସାମରିକ ଉପସ୍ଥିତି ବଜାୟ ରଖିବାକୁ ପଡ଼ିବ। ତଥାପି ଇରାନ ଏହି ବିପଦର ପ୍ରତି ଜବାବ ଦେଇଥିଲେ। ବ୍ରିଗେଡିୟର ଜେନେରାଲ ଇବ୍ରାହିମ ଜୋଲେଫାଗାରି ଚେତାବନୀ ଦେଇଥିଲେ ଯେ ଯଦି ଆମେରିକୀୟ ସୈନ୍ୟ ସେଠାରେ ଅବତରଣ କରନ୍ତି ତେବେ ସେମାନେ ସାର୍କ ଖାଦ୍ୟ ଭାବରେ ପରିପୂର୍ଣ୍ଣ ହେବେ। ଆମେରିକା ମାର୍ଚ୍ଚ 13ରେ ଅନେକ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରି ଖାର୍ଗ ଦ୍ୱୀପ ଉପରେ ଏକ ବିମାନ ଆକ୍ରମଣ କରିସାରିଛି। ରିପୋର୍ଟଗୁଡ଼ିକ ଆହୁରି ସୂଚିତ କରିଦେଉଛି ଯେ ଆମେରିକା ଖାର୍ଗ ଦ୍ୱୀପକୁ ସମ୍ପୂର୍ଣ୍ଣ ଧ୍ୱଂସ କିମ୍ବା କବ୍ଜା କରିବା ପାଇଁ ଏକ ଆକସ୍ମିକ ଯୋଜନା ପ୍ରସ୍ତୁତ କରିଛି। ଏକ ପଦକ୍ଷେପ ଯାହା ଇରାନର ଅର୍ଥନୀତିକୁ ଏକ ଗୁରୁତର ଆଘାତ ଦେଇପାରେ। ଏହାରି ମଧ୍ୟରେ ଟ୍ରମ୍ପ କହିଛନ୍ତି ଯେ ଇରାନ ସଂଘର୍ଷ ସମାପ୍ତ କରିବା ପାଇଁ ରଖାଯାଇଥିବା 15ଟି ସର୍ତ୍ତ ମଧ୍ୟରୁ ଅଧିକାଂଶକୁ ଗ୍ରହଣ କରିଛି। ତେଣୁ ଏହା କୁହାଯାଇପାରିବ କି ଏହି କାରଣରୁ ଇରାନ ଆମେରିକାକୁ 20ଟି ତେଲ ଟ୍ୟାଙ୍କର ପଠାଉଛି। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ।